ଦିନେ ଗୋଟେ ମୂଷା ଛୁଆ ଗାତରୁ ବାହାରି ଜଙ୍ଗଲକୁ ବୁଲିବା ପାଇଁ ଗଲା। ଜଙ୍ଗଲରେ ଯାହା ସବୁ ଦେଖିଲା ଆସିକି ତା ମାଆକୁ କହିଲା। ସେ ଜଙ୍ଗଲରେ ଦୁଇଟି ଜୀବ ଦେଖିଲା ଯାହା ଦେଖିବା ପାଇଁ ବହୁତ ସୁନ୍ଦର। ତା ଦେହରେ ବାଳ ଥିଲା, ନିଶ ଥିଲା ଏବଂ ସେ ତାକୁ ଦେଖୁ ଦେଖୁ ମିଆଉ ମିଆଉ ବୋଲି କହିଲା ଏବଂ ସେ ଜୀବଟି ତାକୁ ବହୁତ ଭଲ ଲାଗିଲା। ଆଉ ଗୋଟେ ଜୀବ ସେ ଦେଖିଲା ଯାହାର ଦୁଇଟି ଡେଣା ଥିଲା ଏବଂ ମୁଣ୍ଡରେ ଗୋଟିଏ ମକୁଟ ଥିଲା। ଆକୁ ଦେଖିକି ସେ କକ କକ ରଡ଼ି କଲା। ଆଉ ଏ ଜୀବଟି ତାକୁ ବହୁତ ଖରାପ ଲାଗିଲା। ସେ ତା ମାଆକୁ ଆସି କହିଲା ଯେ ଏଇ ଦୁଇଟି ଜୀବ ମୋତେ ବହୁତ, ଗୋଟେ ଭଲ ଲାଗିଲା ଆଉ ଗୋଟେ ଖରାପ ଲାଗିଲା। ତା ମାଆ ତାକୁ ବୁଝେଇ ଦେଲା ଯେ ତୁ ଯାହା ବୁଝିଛୁ, ଯାହା ଦେଖିଛୁ ତାହା ହେଉଛି ଭୁଲ। ଯିଏ ତୋତେ ଭଲ ଲାଗିଲା ସେ ହେଉଛି ବିଲେଇ, ସେ ତୋତେ ଖାଇ ଦେଇଥାନ୍ତା। ଆଉ ଯିଏ ତୋତେ ଖରାପ ଲାଗିଲା, ଯାହା ମୁଣ୍ଡରେ ମକୁଟ ଥିଲା, ସେ ହେଉଛି କୁକୁଡ଼ା, ସେ ତୋର କିଛି କ୍ଷତି କରିନଥାନ୍ତା। ତେଣୁ ଯାହା ଆମେ ଦେଖୁଛେ ସେ ସବୁବେଳେ ଠିକ୍ ହେଇନଥାଏ। ତେଣୁ ସଂସାରରେ କାହା ସହିତ ବନ୍ଧୁ ବାନ୍ଧିବାକୁ ହୁଏ କି କାହା ସହିତ ସମ୍ପର୍କ ଯୋଡ଼ିବାକୁ ହୁଏ ତ ଦେଖି ଚାହିଁକି ସମ୍ପର୍କ ବାନ୍ଧିବା କଥା। କାହିଁକି ନା ସମାଜର ସବୁଠୁ କଷ୍ଟକର ବ୍ୟାପାର ହେଉଛି ମଣିଷ ଚିହ୍ନିବା। ଯିଏ ମଣିଷ ଭଲ ଭାବରେ ଚିହ୍ନି ଜାଣିଲା ସେ ସଂସାରରେ କେବେ କଷ୍ଟ ପାଏନି।